ନୂଆପଡ଼ା ଜିଲ୍ଲା ଧରମପଦା ଖୁଟବନ ଭେରା କେନାଲ ପଡ଼ାରେ ହତ୍ୟାକାଣ୍ଡ। ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ଅଭିଯୁକ୍ତ ଜଣକ ସନ୍ତୋଷ କୁମାର ବୋଲି ଜଣାପଡ଼ିଛି। ସେ ଦ୍ୱିତୀୟ ସ୍ତ୍ରୀ ତିରିତ କୁମାରକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ତାଙ୍କର 4ଟି ସନ୍ତାନ ରହିଛି। ଘଟଣା ପରେ ଫେରାର ହେବାକୁ ଚେଷ୍ଟା କରୁଥିବା ବେଳେ ଗ୍ରାମବାସୀ ତାକୁ କାବୁ କରିଥିଲେ। ପୁଲିସ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିବା ସହ ଶବକୁ ଜବତ କରିଛି। ମଦ ପିଇ ଏଭଳି ଅମାନବିକ କାଣ୍ଡ ଘଟାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।